ବାକ୍ ଯୁଦ୍ଧ, ତର୍କ ବିତର୍କ, ବାଦାନୁବାଦ, ବିତଣ୍ଡା ଆଉ ଏହି ସମସ୍ତ ଶବ୍ଦ ବା ଏହି ସମସ୍ତ ବିଷୟ ମନୁଷ୍ୟ ଜୀବନକୁ ଯେ ଅନ୍ଧକାରରେ ଠେଲି ଦିଏ। ମନୁଷ୍ୟ ଜୀବନରେ ଯେ ପ୍ରଭୁଙ୍କର ବିରୋଧୀ ବିଷୟ ଜନ୍ମିଥାଏ ଆଉ ଏହି ସମସ୍ତ ବିଷୟ ଆମମାନଙ୍କୁ ଅନିଷ୍ଟ ଜନକ ଭାବେ ବା ବିନାଶଜନକ ଭାବେ ପ୍ରମାଣିତ କରିଥାଏ। ଆମମାନଙ୍କୁ ଏ ସମସ୍ତ ଠାରୁ ଦୂରରେ ରହିବା ପାଇଁ ଈଶ୍ୱରଙ୍କର ବାକ୍ୟ ଚେତନା ଦିଏ। ଈଶ୍ୱରଙ୍କର ଜୀବନ୍ତ ପବିତ୍ର ବାକ୍ୟ ଯଦି ଆମେ ଦେଖିବା ତାହେଲେ ଏହି ସମ୍ବନ୍ଧୀୟ ବିଷୟ ପ୍ରେରିତ ପାଉଲ ତିମୋଥୀଙ୍କୁ ତାହାଙ୍କର ଦ୍ୱିତୀୟ ପତ୍ରରେ ଲେଖୁଅଛନ୍ତି। ମୁଁ ଆପଣମାନଙ୍କର ସମ୍ମୁଖରେ ଅତି ସଂକ୍ଷିପ୍ତ ଏବଂ ସରଳରେ ଏହି ବିଷୟକୁ ରଖିବା ପାଇଁ ଚାହୁଁଛି। ଆଉ ଆମମାନେ ବିଶ୍ୱାସୀମାନେ ସବୁବେଳେ ଧ୍ୟାନ ଦେବା ଉଚିତ ଯେ ଏଇ ଯେଉଁ ବାକ୍ଯୁଦ୍ଧ, ତର୍କ ବିତର୍କ, ବାଦାନୁବାଦ, ବିତଣ୍ଡା, ଏଇ ଯେଉଁ ଶବ୍ଦ ଗୁଡ଼ାକ ଯାହାକି ଆମ ଜୀବନରେ ହାନିକାରକ ଅଟେ, ଆମମାନଙ୍କର ଆତ୍ମିକ ଜୀବନକୁ ନଷ୍ଟ କରିଥାଏ, ବିନାଶ କରିଥାଏ। ସେ ବିଷୟ ହିଁ ଆମେ ଦେଖୁ ପ୍ରଭୁଙ୍କର ବାକ୍ୟରୁ ଦେଖାଯାଏ। ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାକ୍ଯୁଦ୍ଧ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କର ସାକ୍ଷାତରେ ଦୃଢ଼ ରୂପେ ଆଜ୍ଞା ଦିଅ। ଏହି ବାକ୍ୟରେ ଆମେ ଦେଖୁ ଯେ ଯେଉଁ ବାକ୍ଯୁଦ୍ଧ ଅହିତକର ଆଉ ବିନାଶଜନକ ଅଟେ ସେସବୁ ନ କରିବାକୁ ତୁମେ ଆଜ୍ଞା ଦିଅ ବୋଲି ତିମୋଥୀଙ୍କୁ କୁହାଯାଉଛି। ବାକ୍ଯୁଦ୍ଧ ଯାହାକି ଅଧିକାଂଶ ସମୟରେ ବିଶ୍ୱାସୀମାନେ ହେଉ କିମ୍ବା ଅବିଶ୍ୱାସୀମାନେ ହେଉ ଯୁକ୍ତିତର୍କ କଥାବାର୍ତ୍ତା ଦ୍ୱାରା ସେମାନେ ଯୁଦ୍ଧ ଲାଗିଲା ଭଳି କରିଥାନ୍ତି। ତେଣୁକରି ସେଇଟାକୁ ବାକ୍ଯୁଦ୍ଧ ବୋଲି କୁହାଯାଏ। ଆଉ ଗୋଟେ ଭାଷାରେ ତର୍କ ବିତର୍କ, ଯୁକ୍ତିତର୍କ ବୋଲିକି କୁହାଯାଏ। ଆଉ ସେଇ ବିଷୟକୁ ହିଁ ବାଦାନୁବାଦ ବୋଲି କୁହାଯାଏ। ବାକ୍ୟରେ ଲେଖାଯାଏ ବିତଣ୍ଡା ବୋଲି କୁହାଯାଏ। ତେବେ ଆମେ ସେଇ 23 ପଦ ବି ଯଦି ଦେଖିବା, ସେ 2 ଅଧ୍ୟାୟର 23 ପଦ ସେ ପୁନର୍ବାର ଶବ୍ଦ ବ୍ୟବହାର କରୁଛନ୍ତି ପାଉଲ ତିମୋଥୀଙ୍କୁ। ନିର୍ବୋଧ ଓ ବିତଣ୍ଡା ବାଦାନୁବାଦ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେ ସବୁ ଅଗ୍ରାହ୍ୟ କର। ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ବିତଣ୍ଡା ବାଦାନୁବାଦ ଯେ ବିରୋଧ ଜନ୍ମାଏ ଆଉ ତାହାକୁ ନିର୍ବୋଧ ବୋଲି କୁହାଯାଏ। ଏସବୁରୁ ତୁମେ ଅଗ୍ରାହ୍ୟ କର, ଏସବୁ ତୁମେ ଅଗ୍ରାହ୍ୟ କର ତିମୋଥୀ ବୋଲି ଯୁବା ତିମୋଥୀଙ୍କୁ ପ୍ରେରିତ ପାଉଲ କୁହନ୍ତି। ଏହି ସବୁ ବିଷୟ ଆମମାନଙ୍କ ଜୀବନରେ ଆସିଯାଇଥାଏ, ଶୈତାନ ଆଣିଥାଏ। ଯେକୌଣସି ବିଷୟକୁ ମଧ୍ୟ ଯଦି ଆମେ ଆଲୋଚନା କରିଥାଉ ନିଜର ବିଷୟକୁ ସାବ୍ୟସ୍ତ କରିବା ପାଇଁ, ଗୁରୁତ୍ୱ ଦେବା ପାଇଁ ଆଉ ଧରି ରଖିବା ପାଇଁ ଅନେକ ବାକ୍ଯୁଦ୍ଧ କରିଥାନ୍ତି ଆଉ ଅନେକ ପଛାଇ ନଥାନ୍ତି। ଇଂରାଜୀରେ ଆର୍ଗୁମେଣ୍ଟ ବୋଲି କୁହାଯାଏ। ଯୁକ୍ତିତର୍କ, ତର୍କ ବିତର୍କ, ବାଦାନୁବାଦ, ଏସବୁ ବିଷୟ ବିନାଶ ଆଡ଼କୁ ନେଇଯିବ, କେବେ ବି ଲାଭଦାୟକ ନୁହେଁ। ତେଣୁକରି ବିଶ୍ୱାସୀମାନେ ଏହି ସମସ୍ତ ବିଷୟ ଠାରୁ ଦୂରରେ ରହିବାର ଅଛି। ଆଉ ଏସବୁ ବିଷୟ ନ କରିବାକୁ ଯେ ପାଉଲ ତିମୋଥୀଙ୍କୁ ଆଜ୍ଞା ଦେଉଅଛନ୍ତି ଯେ ତିମୋଥୀ ତୁମ୍ଭେ ଅନ୍ୟମାନଙ୍କୁ, ବିଶ୍ୱାସୀମାନଙ୍କୁ ମଧ୍ୟ ତୁମ୍ଭେ ଆଜ୍ଞା ଦିଅ ଯେ ଏହି ବାକ୍ଯୁଦ୍ଧରୁ ସେମାନେ ପୃଥକ ରହିବେ, ବିତଣ୍ଡାରୁ ସେମାନେ ପୃଥକ ରହିବେ। ଆଉ ତୁମେ ମଧ୍ୟ ସେଇ ନିର୍ବୋଧ ଓ ବିତଣ୍ଡା ବାଦାନୁବାଦରୁ ବାଦାନୁବାଦକୁ ତୁମେ ଅଗ୍ରାହ୍ୟ କର, କାହିଁକି ବିରୋଧ ଜନ୍ମାଏ। ଏସବୁ ବିଷୟ ଆମେ ଜଣକ ସହିତ ବିରୋଧୀ ହେବାର ଅଛି, ତାହେଲେ ଏହି ଯୁକ୍ତିତର୍କ, ବାକ୍ଯୁଦ୍ଧ, ବାଦାନୁବାଦ, ବିତଣ୍ଡା ହେବାକୁ ହେବ। ତେଣୁକରି ପ୍ରିୟମାନେ ସବୁବେଳେ ଧ୍ୟାନ ଦେବା, ମନେ ରଖିବା, ଆମେ କେବେ ବି କୌଣସି ବିଷୟରେ ଆମର ଜିଦ୍ ରଖି ସେଇ ବିଷୟକୁ ଆମେ ଆଉ ବାକ୍ଯୁଦ୍ଧ ହେଉ କିମ୍ବା ତର୍କ ବିତର୍କ, ଆଲୋଚନା, ବାଦାନୁବାଦ ହେଉ କି ବିତଣ୍ଡା,
ଏସବୁ ବିଷୟ ଯେପରି ନ ହେବ ସେଥିପାଇଁ ଆମେ ଧ୍ୟାନ ଦେବାର ଅଛି। ଆମ ଅନେକ ସମୟରେ ଯିଏ ଆମମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଷୟ କିମ୍ବା ଆମମାନଙ୍କର ଭରସାର ସମ୍ବନ୍ଧରେ ଯଦି କେହି ଆମମାନଙ୍କୁ ପ୍ରଶ୍ନ ପଚାରେ କିଛି ଗୋଟିଏ ଜାଣିବା ପାଇଁ ତାକୁ ପ୍ରତ୍ୟୁତ୍ତର ଆମେ ଦେବାକୁ ହେବ। ତେଣୁକରି ପ୍ରଭୁଙ୍କର ବାକ୍ୟରେ ମଧ୍ୟ ଲେଖାଯାଏ ଯେ ବାଇବେଲ ସମ୍ବନ୍ଧୀୟ ବା ପ୍ରଭୁଙ୍କର ଜ୍ଞାନ ସମ୍ବନ୍ଧୀୟ, ପ୍ରଭୁଙ୍କର ସତ୍ୟତା ସମ୍ବନ୍ଧୀୟ ଆଉ ପ୍ରଭୁଙ୍କର ସେଇ ଭରସା ସମ୍ବନ୍ଧୀୟ ବିଷୟରେ ଯଦି କେହି ପ୍ରଶ୍ନ କରେ ତେବେ ତାକୁ ପ୍ରତ୍ୟୁତ୍ତର ଦେବା ପାଇଁ ତୁମେ ପ୍ରସ୍ତୁତ ରୁହ ବୋଲି ଆମେ ପିତର ଲେଖିଥିବା ତାଙ୍କର ପତ୍ରରେ ଆମେ ଦେଖୁ। କିନ୍ତୁ ଆମେ ସେମାନଙ୍କୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରହିବା, ସେ କହନ୍ତି ଯେ କିନ୍ତୁ ନମ୍ର ଭାବରେ ସଭୟ ଉତ୍ତମ ବିବେକ ସହ ତୁମେ ଉତ୍ତର ଦିଅ ବୋଲି। ଅନେକ ସମୟରେ କୌଣସି ଗୋଟିଏ ବ୍ୟକ୍ତି ଯଦି ଭୁଲ କଲା ତାହେଲେ ଆମେ ସାଙ୍ଗେ ସାଙ୍ଗେ ତାକୁ ଆଉ ବିଭିନ୍ନ ଭାବରେ ମାନେ ନିଜକୁ ନମ୍ରତା କି ସଭୟ କି ଉତ୍ତମ ବିବେକ ସହ ଆଉ ତାଙ୍କୁ ପ୍ରତ୍ୟୁତ୍ତର ଦେଉନାହୁଁ। ଆମେ ନିଜର ବିଷୟକୁ ଆଉ ଟାଣ କରି କହିଲା ଭଳି ଗୁରୁତ୍ୱ ଦେଇ ଜୋରରେ ଆମେ ପ୍ରମାଣିତ କରୁଛୁ। କିନ୍ତୁ ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ ସେ ପ୍ରକାର ଆମେ କରିବା ଉଚିତ ନୁହେଁ। କାରଣ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ପ୍ରଥମ ପିତର 3:15 ସେଠାରେ ଲେଖାଯାଏ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣ ଆପଣ ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମମାନଙ୍କ ଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ। ଏହି ବାକ୍ୟ ଆମେ ବୁଝିବାର ଅଛି, ଜାଣିବାର ଅଛି। ଅନେକ ସମୟରେ ନିଜର ନମ୍ରତାକୁ ଆଉ ନିଜର ଶାନ୍ତ ସ୍ୱଭାବକୁ ଚୁପ୍ ରହିବା ପାଇଁ ଆମମାନଙ୍କୁ ପ୍ରଭୁ କହୁନାହାନ୍ତି, ତୁମେ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ। ଯଦି କୌଣସି ଭୁଲ ଡକ୍ଟ୍ରିନ୍ କିମ୍ବା ଭୁଲ ଶିକ୍ଷା କି ଭୁଲ ଭ୍ରାନ୍ତ ଶିକ୍ଷା ଅନେକ ବିଷୟ ଯଦି କେହି କହୁଛି ତାହେଲେ ତାକୁ ମଧ୍ୟ ପ୍ରତ୍ୟୁତ୍ତର ଦେବାର ଅଛି, କିନ୍ତୁ ନମ୍ର ଭାବରେ ସଭୟ ଉତ୍ତମ ବିବେକ ସହ ତାକୁ ପ୍ରସ୍ତୁତର ସହିତ ଉତ୍ତର ଦେବାର ଅଛି। ତେଣୁକରି ଏହି ବାକ୍ୟକୁ ଆମେ ଧ୍ୟାନ ଦେବା। ଆମେ ଏହି ବାକ୍ୟ ପ୍ରକାର ହିଁ ଆମେ ଯୁକ୍ତିତର୍କ ହେଉ କିମ୍ବା ବାଦାନୁବାଦ, ବିତଣ୍ଡା ଆଉ ବାକ୍ଯୁଦ୍ଧ ହେଉ, ଏସବୁ ବିଷୟକୁ ଆମେ ସେଇ ପ୍ରକାର ଡିଲ୍ କରିବାର ଅଛି ବା ସେଇ ପ୍ରକାର ଭାବେ ଆମେ ଚିନ୍ତା କରିବାର ଅଛି। ଆମେ ଏହି ସମ୍ବନ୍ଧୀୟ ସତ୍ୟତା ଜାଣିବାର ଅଛି ଆମ ଜୀବନରେ। ଆଉ ଈଶ୍ୱରଙ୍କର ବାକ୍ୟରୁ ଆଜି ଆମେ ଶିକ୍ଷା କଲୁ ଏସବୁ ବିଷୟ ଜଣେ ବିଶ୍ୱାସୀକୁ ଆଉ ପ୍ରଭୁଙ୍କର ବାକ୍ୟ ପ୍ରକାର ହିଁ ଗଢ଼ିଥାଏ। ତେଣୁକରି ପ୍ରିୟମାନେ, ପ୍ରଭୁଙ୍କୁ ଯେଉଁମାନେ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରି ଗ୍ରହଣ କରିଅଛନ୍ତି, ପ୍ରଭୁ ସେମାନଙ୍କର ହୃଦୟରେ ଅଛନ୍ତି, ତାହେଲେ ପ୍ରଭୁଙ୍କର ସମସ୍ତ ଗୁଣ ସ୍ୱଭାବ ମଧ୍ୟ ସେମାନଙ୍କ ଠାରେ ଦେଖାଯିବା ଆଉ ବିଷୟ ଅଟେ। ଆଉ ସେଇ ଜୀବନରେ ଏହିସବୁ ବାକ୍ୟର ବିରୁଦ୍ଧରେ କେବେ ବି କୌଣସି ବିଷୟ ଜାତ ହେବା ଉଚିତ ନୁହେଁ। କାରଣ ପ୍ରଭୁକୁ ପାଇବା ଲୋକମାନେ, ପ୍ରଭୁଙ୍କୁ ଗ୍ରହଣ କରୁଥିବା ଲୋକମାନେ, ବିଶ୍ୱାସୀମାନେ ସବୁବେଳେ ପ୍ରଭୁଙ୍କର ବାକ୍ୟର ଅନୁସାରେ ଜୀବନ କାଟିଥାନ୍ତି। ପ୍ରଭୁ ସେମାନଙ୍କୁ ବାକ୍ୟ ଦ୍ୱାରା ଉତ୍ସାହ ଦେଇଥାନ୍ତି, କଥା କହିଥାନ୍ତି। ତେଣୁକରି ଆଜି ଏମାନଙ୍କୁ ପ୍ରଭୁ କହନ୍ତି ଯେ କେବେ ବି ଆମେ ଯୁକ୍ତିତର୍କ କି ବାକ୍ଯୁଦ୍ଧ, ତର୍କ ବିତର୍କ, ବାଦାନୁବାଦ, ବିତଣ୍ଡା ଆମେ କେବେ ବି କରିବା ନାହିଁ। କାରଣ ଏସବୁ ବିନାଶଜନକ, ଏସବୁ ବିରୋଧ ଜନ୍ମାଏ, ଅନ୍ୟମାନଙ୍କର ବିରୋଧୀ ହେବାକୁ ପଡ଼ିଥାଏ ଆଉ ପ୍ରଭୁଙ୍କର ବାକ୍ୟର ବାଧ୍ୟ ମଧ୍ୟ ହେବାକୁ ପଡ଼ିଥାଏ। ତେଣୁକରି ଆମେ ପ୍ରଭୁଙ୍କର ବାକ୍ୟ ପ୍ରକାରେ ଏହି ସମସ୍ତ ଠାରୁ ପୃଥକ ରହିବା। ତା'ର ଅର୍ଥ ନୁହେଁ ଯେ ଆମମାନଙ୍କୁ କିଏ ପ୍ରଶ୍ନ ପଚାରିଲେ ଆମେ ଯେ ତାକୁ ଉତ୍ତର ଦେବା ନାହିଁ, ତା'ର ଅର୍ଥ ନୁହେଁ। ତେଣୁ ଆମେ ନିଜକୁ ପ୍ରସ୍ତୁତ କରିବାକୁ ପ୍ରଥମ ପିତର 3:15 ଲେଖାଯାଏ, ସବୁବେଳେ ନିଜକୁ ପ୍ରସ୍ତୁତ ରଖ ଉଚିତ ଭାବେ ସମସ୍ତଙ୍କୁ ପ୍ରତ୍ୟୁତ୍ତର ଦେବା ପାଇଁ, କିନ୍ତୁ ନମ୍ରତାର ସହିତ ସଦାଚରଣ ସଭୟ ସହିତ ଆମେ ସେମାନଙ୍କୁ ଉତ୍ତର ଦେବା। ତେଣୁ ପ୍ରଭୁଙ୍କର ବାକ୍ୟ ଆପଣଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ, ଅନ୍ୟମାନଙ୍କୁ ସେୟାର କରନ୍ତୁ। ପୁଣି ନୂତନ ମୋର ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି
ताहले सब्सक्राइब करंतु और प्रतिदिन ए प्रकार वीडियो गुड़ाक पातु। प्रभु जीशु ख्रीष्ट को जदि विश्वास करना विश्वास करतु निजर व्यक्तिगत त्राणकर्ता उद्धारकर्ता भावे, कारण से ही एकमात्र सत्य परमेश्वर आपण को प्रेम कर जीवन दे देइछथि। कालवरी क्रूस उपर मृत्यु बरण कर रक्त झरई आ मृत्यु बरण कर तृतीय दिन पुनरुत्थित होती। एकमात्र प्रभु तांको छड़ा काठार परित्राण ना पुनरुत्थित प्रभु से सरकारण कर दिने आसवे से नहीं जीवे जो मैंने तांको विश्वास कर सदा सर्वदा स्वर्ग रखिए और जो मैंने विश्वास करती ना आ करना से निमंते नरक अच्छे सदा सर्वदा अनंत नरक अग्निकुंड से जीवन काटे। तेणु प्रिय मैंने जदि एपर्यंत प्रभु को विश्वास करना विश्वास करतु आ प्रभुंर है प्रतिदिन प्रभुंर वाक्यर भरोसा प्रभुंर वाक्यर सत्यतार आग को बढ़तु। प्रभु आपण मान आशीर्वाद करतु। धन्यवाद।